प्रिय दर्शक और श्रोता बंधुगण समस्त को मोर शुभेच्छा और शुभकामना। आज मु कैलाश चंद्र बेहरा बालीगुड़ा कंधमाल जिलूर आपण मानक शुणा जाऊँगी गोटे कविता। तार ना हूँ अमर शहीद बापूजी। तो बापूजी तिरोधान दिवस उपलक्षे ताहा रचित आउ परिवेषण कर श्रीमान दीपक कुमार साहू, जहाँ को आपण मैंने रेडियो महक नंबर 89.6 FM माध्यम शुणा पाइबे। शुणु मो रचनारू कविता अमर शहीद बापूजी। জাতির জনক মহাত্মা গান্ধীଙ୍କ আজি তিରୋଧାନ দিবস। গান্ধীবাদী নাগরিক গণ পাଳନରେ আজি দিবস। অহিংসা নীতিরে স্বাধীন করিলে আম পরাধীন দেশকু লাঠি মাড় খাই জেল দণ্ড পাই ধরি সাধা সিধা বেশকু দেশর জনতা ମାନଙ୍କ ମଧ୍ୟରେ ନଥିଲା କିଛି ଏକତା। ଭ୍ରାତୃଭାବରେ ଆହ୍ୱାନ କରିଲେ ହୋଇ ଦେଶ ପ୍ରେମୀ ବକତା। 1921 ମସିହାରେ ଅସହଯୋଗ ଆନ୍ଦୋଳନ, 1930ରେ ଲୁଣ ମାରି ଅମାନ୍ୟ କରିଲେ ଆଇନ। ଭାରତ ଛାଡ଼ ଆନ୍ଦୋଳନ କରି ସେ ଧରାଇ ଦେଲେ ବିଦେଶୀଙ୍କୁ। ଲୋକମାନଙ୍କର ଜାଗରଣ ଦେଖି ଚାଲିଗଲେ ନିଜ ଦେଶକୁ। ପୂର୍ଣ୍ଣ ସ୍ୱାଧୀନ ପାଇକି ଦେଶରେ ସମ୍ବିଧାନ ଗଢ଼ା ହୋଇଲା। ଗଣତାନ୍ତ୍ରିକ ରାଷ୍ଟ୍ର ଭାବରେ ଦେଶରେ ଶାସନ ଚାଲିଲା। ଦୁଃଖ ଲାଗେ କିନ୍ତୁ ଆଜିର ଦିନରେ ଦେଶରେ ସମସ୍ୟା ବଢ଼ିଛି। ସ୍ୱାର୍ଥପର ହୋଇ ଧନ ଠୁଳ ପାଇଁ ମଣିଷ ନ୍ୟାୟକୁ ଛାଡ଼ିଛି। ଅନ୍ୟାୟ ଧର୍ମ ନୀତି ଗ୍ରାସିଛି ଭାରତ ବର୍ଷକୁ ଆମର। ବିକଣ୍ଡିତ କରିଦେବାକୁ କରନ୍ତି ଭାଇ ଭାଇ ମତେ ସମର। ନାରୀ ନିର୍ଯାତନା ଗଣ ଦୁଷ୍କର୍ମ, ହୀନନ ରାଜନୀତି କରି ନେତାଗଣ
ଦେଶକୁ କରନ୍ତି ଦୁର୍ବଳ। ହେ ମହାମାନବ ବାପୁଜୀ ଆମର, କରୁଛୁ ତୁମକୁ ମିନତି। ପରଲୋକେ ଥାଇ ଆଶିଷ ବରଷ, ରହୁ ଅତୀତର କିରତି। ନିଜ ସ୍ୱାର୍ଥ ଛାଡ଼ି ଦେଶର ସ୍ୱାର୍ଥକୁ ସର୍ବେ ଆପଣାଇ ନିଅନ୍ତୁ। ସ୍ୱଚ୍ଛ ଭାରତ ଗଢ଼ିବା ଦିଗରେ ଦେଶ ପାଇଁ ଝାସ ଦିଅନ୍ତୁ। ତୁମରି ସ୍ୱପ୍ନର ରାମ ରାଜ୍ୟ ଶୀଘ୍ର ଆସିଯାଏ ବିଦେଶରେ। ଭାରତ ଜନନୀ ହସି ଉଠୁ ପୁଣି ଅତ୍ୟନ୍ତ ଆନନ୍ଦରେ।